ଦେଖନ୍ତୁ ବିବର୍ତ୍ତନ ଆପଣ ଜାଣିଛନ୍ତି 2024 ଆଜି ହେଉଛି ଅନ୍ତିମ ଦିବସ ଆଉ କିଛି ପରେ ସନ୍ଧ୍ୟା ହେଇଯିବ ତେଣୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁକା ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ସମସ୍ତେ ମହାପ୍ରଭୁଙ୍କୁ ଆଜି ଦର୍ଶନ କରିବା ପାଇଁ ଆସୁଛନ୍ତି। ତେବେ ଗତକାଲି ଅପେକ୍ଷା ଆଜି ଟିକେ ନାକୁ ଭିଡ଼ ଟିକେ କମ୍ ରହିଛି କିନ୍ତୁ ଆଜି ଭକ୍ତମାନେ ସମସ୍ତେ ମହାପ୍ରଭୁଙ୍କୁ ସୁନ୍ଦର ଭାବରେ ଦର୍ଶନ କରୁଛନ୍ତି ଏବଂ ଧାଡ଼ିରେ ଆସୁଛନ୍ତି ବାରିକେଡ ଭିତରେ ଯାଇକରି 7-5 ଦିନ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ମହାପ୍ରଭୁଙ୍କର ବି ମଧ୍ୟ ଭୋଗ ମଣ୍ଡପ ଉଠି ସାରିଲାଣି ତ ମଧ୍ୟ ଯେଉଁ ସେବାୟତ ମାନେ ଅଛନ୍ତି ସେମାନେ ମଧ୍ୟ ମହାପ୍ରଭୁ ଆପଣ ଦେଖିପାରୁଥିବେ ମହାପ୍ରଭୁଙ୍କର କୈବଲ୍ୟ ଧରିଛନ୍ତି। ମହାପ୍ରଭୁଙ୍କର ଭୋଗ ସରିଲାଣି ଭୋଗ ସରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁକା ଭକ୍ତମାନେ ମଧ୍ୟ ଶ୍ରଦ୍ଧାଳୁମାନେ ମଧ୍ୟ ସମସ୍ତେ 22 ପାହାଚ ଦେଇକରି ସମସ୍ତେ ଯାଉଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସାନ୍ନିଧ୍ୟ ଲାଭ କରିବା ପାଇଁକା ଏବଂ 7 ପାହାଚ ଦେଇକରି ସିଧାସଳଖ ଭିତରକୁ ଯାଉଛନ୍ତି ଏବଂ ଭକ୍ତମାନେ ମଧ୍ୟ ଆଜି ସୁନ୍ଦର ଦର୍ଶନ ବି ମଧ୍ୟ ମହାପ୍ରଭୁଙ୍କର ପାଉଛନ୍ତି ସାନ୍ନିଧ୍ୟ ଲାଭ କରି ସମସ୍ତେ କୃତାର୍ଥ ହେଉଛନ୍ତି ଏବଂ ଭଗବାନଙ୍କର ଦର୍ଶନ ଆଜି ଯେଉଁ ଅନ୍ତିମ ଦିନ ବର୍ଷର ତ ସେ ଦର୍ଶନ ପାଇଁ ଭକ୍ତମାନେ ମଧ୍ୟ ବିମୋହିତ ମହାପ୍ରଭୁ ଦର୍ଶନ କରିବେ। ଆସନ୍ତାକାଲି ଇଂରାଜୀ ନବବର୍ଷ ସେଥିପାଇଁକା କେବଳ ଆଜି ଏବଂ ଆସନ୍ତାକାଲି ସିଂହଦ୍ୱାର ଦେଇ ଭକ୍ତମାନଙ୍କର ପ୍ରବେଶ କରାଯାଉଛି ଅନ୍ୟ 3 ଦ୍ୱାର ଦେଇକି ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ଏବଂ ଭିତରେ ମଧ୍ୟ ପୋଲିସର ବି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି 3 ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଭିତରେ ଏବଂ ଆଣ୍ଟି ସ୍ନାଚିଂ ଟିମ୍ ବି ମଧ୍ୟ ରହିଛନ୍ତି। ଆଉ ଭକ୍ତମାନେ ଯଦି କୌଣସି ଅଣନିଶ୍ୱାସୀ ଅଚେତ ହୋଇପଡ଼େ ତାଙ୍କ ସାଙ୍ଗେ ସାଙ୍ଗେ କିଭଳି ଭାବରେ ତାଙ୍କୁ ସେ ଜାଗାରୁ ଉଦ୍ଧାର କରାଯାଇପାରିବ ଉଦ୍ଧାର କରାଯାଇ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେହି ନେଇ ବି ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ବି ମଧ୍ୟ କରାଯାଇଛି। 22 ପାହାଚ ଦେଖୁଛନ୍ତି ଭକ୍ତମାନଙ୍କର ବି ମଧ୍ୟ ଯାଉଛନ୍ତି ଭିଡ଼ ଲାଗିଛି ଏବଂ ଭକ୍ତମାନେ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁକା ସମସ୍ତେ ବି ମଧ୍ୟ ଯାଉଛନ୍ତି। ତ ଭକ୍ତମାନେ ବି ମଧ୍ୟ କିଛି ମଧ୍ୟ ସୂଚନା ବି ନେଉଛନ୍ତି ଇନଫର୍ମେସନ ସେଣ୍ଟର ଯେଉଁ ରହିଛି ସେଠାରୁ ମଧ୍ୟ କିଛି ସୂଚନା ବି ମଧ୍ୟ ନେଉଛନ୍ତି ଏବଂ କିଛି ମହାପ୍ରଭୁଙ୍କର ପୁସ୍ତକ ବି ମଧ୍ୟ କିଣୁଥିବା ମଧ୍ୟ ଦେଖା ଦେଉଛି। ଅନ୍ୟପଟେ ଯଦି ଆପଣ ଦେଖିବେ ଏପଟେ କ୍ୟାମେରା ପର୍ସନ ସୋମନାଥଙ୍କୁ ଦେଖିକି କହିବି ଏପଟେ ଯେଉଁ ବାରିକେଡ୍ ହେଇଛି ସେ ବାରିକେଡ୍ ଭିତରେ ଦେଇକରି ମଧ୍ୟ ସବୁ ଭକ୍ତମାନେ ବି ସମସ୍ତେ ଆସୁଛନ୍ତି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁକା ଏବଂ ଯେହେତୁ ବର୍ତ୍ତମାନ ସମୟ ହେଲାଣି ସକାଳୁ ଭିଡ଼ ଥିଲା ଏବେ ବର୍ତ୍ତମାନ ଭିଡ଼ ଆସ୍ତେ ଆସ୍ତେ ଟିକେ କମ୍ ରହୁଛି କିନ୍ତୁ ଭକ୍ତମାନେ ବି ସମସ୍ତେ ଆସୁଛନ୍ତି ସନ୍ଧ୍ୟା ପର୍ଯ୍ୟନ୍ତ ବି ମଧ୍ୟ ଭକ୍ତମାନେ ବି ମଧ୍ୟ ଆସିବେ। ମହାପ୍ରଭୁଙ୍କର ବି ଆଜି ବି ମଧ୍ୟ ଯାହା ସୂଚନା ମିଳୁଛି ଆମକୁ ଯେ ଆଜି ମହାପ୍ରଭୁଙ୍କର ମଧ୍ୟ ରାତ୍ର ପହୁଡ଼ ହୋଇପାରିବେ 1ଟା ବେଳକୁ ପ୍ରାୟତଃ ଦ୍ୱାର ଫିଟିପାରେ ତ ଏ ଦେଇକରି ମଧ୍ୟ ସୂଚନା ମିଳୁଛି କିନ୍ତୁ ମହାପ୍ରଭୁଙ୍କର ଯେହେତୁ ଆପଣ ଜାଣିଛନ୍ତି ପହିଲି ଭୋଗ ଚାଲିଛି ପହିଲି ଭୋଗ ସମୟ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ମାସ ବ୍ୟାପୀ ଯେହେତୁ ମହାପ୍ରଭୁଙ୍କର ପହିଲି ଭୋଗ ହେବ ସେଥିପାଇଁ ଯେହେତୁ ଦ୍ୱାର ଫିଟା ରାତି 2ଟାରୁ କରାଯାଉଛି ତ ସେଥିପାଇଁ ନୀତି ବି ମଧ୍ୟ ଚଞ୍ଚଳ ରହୁଛି ଶୀଘ୍ର ବି ମଧ୍ୟ ଆଜି ବି ମଧ୍ୟ ମହାପ୍ରଭୁଙ୍କର ନୀତିକାନ୍ତି ପହୁଡ଼ ବି ମଧ୍ୟ ହୋଇପାରେ ଏବଂ ଆଜି ଯଦି ରାତ୍ର ପହୁଡ଼ ହେବ ତେବେ 1ଟାଏ ରାତିରୁ ଦ୍ୱାର ଖୋଲିବା ପାଇଁକା ଯାହା ସୂଚନା ମିଳୁଛି ସମ୍ଭାବନା ଅଛି 1ଟାଏ ରାତିରୁ ପୁଣି ଦ୍ୱାର ଖୋଲିବ ପୁଣି ମହାପ୍ରଭୁଙ୍କର ନୀତିକାନ୍ତି ହେବ। ଆସନ୍ତାକାଲି ଯେହେତୁ ଇଂରାଜୀ ନବବର୍ଷ ପଡ଼ୁଛି ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିବ ଏହାକୁ ବି ମଧ୍ୟ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଏବଂ ବ୍ୟାପକ ବ୍ୟବସ୍ଥା କରାଯାଇଛି ଯେଉଁଭଳି ଭାବରେ ଲୋକମାନେ ଆସିବେ ତାଙ୍କ ପାଇଁକା ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ସୁନିୟନ୍ତ୍ରିତ କରାଯାଇଛି। ଆପଣ ଜାଣିଛନ୍ତି ଯେ ବିବର୍ତ୍ତନ ଯେ ଯେଉଁ ଲୋକମାନେ ବ୍ରହ୍ମଗିରି ପଟୁ ଆସିବେ ସେମାନେ ଯାତ୍ରିକାକୁ ଯିବେ ପାର୍କିଂ କରିବାକୁ ଷ୍ଟଲିଂ ଦେଇକି ପାର୍କିଂ କରିବେ ଯେଉଁମାନେ ଭୁବନେଶ୍ୱର ପଟୁ ଆସିବେ ସେମାନେ 18 ଦେଇ ସିଧାସଳଖ ଶରଧାବାଲିରେ ପାର୍କିଂ କରିବେ ଜଗନ୍ନାଥ ବଲ୍ଲଭ ପାର୍କିଂ ବି ମଧ୍ୟ ରହିଛି ଏବଂ ଅନ୍ୟପଟେ ଦେଖିବେ ଯେଉଁମାନେ ଆସିବେ ଆପଣଙ୍କର କୋଣାର୍କ ପଟୁ ଆସିବେ କାରଣ 3ଟା ରାସ୍ତା ରହୁଛି ପୁରୀକି ସଂଯୋଗ କରିବା ପାଇଁକା କୋଣାର୍କ ପଟୁ ଯେଉଁ ଲୋକମାନେ ଆସିବେ ସେମାନେ ତାଳଗୁଣିଆ ପାର୍କିଂରେ ତାଙ୍କର ଗାଡ଼ି ରଖିବେ ସେମାନେ ଗାଡ଼ି ରଖିକରି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିପାରିବେ। ଯେଉଁମାନେ ମୋଟରସାଇକେଲରେ ଆସିବେ ବାଇକ୍ରେ ଆସିବେ ଯେଉଁମାନେ ସେମାନେ ସିଧାସଳଖ ଭାବରେ ହସ୍ପିଟାଲ ଛକ ଦେଇକରି ସିଧାସଳଖ ଭାବରେ ଆସି ପହଞ୍ଚି ପାରିବେ। ମାର୍କେଟ ଛକଠାରୁ ସେମାନେ ସମସ୍ତେ ଆସିବେ ଗାଡ଼ି ଉଭୟ ପାର୍ଶ୍ୱରେ ରଖିପାରିବେ ଏବଂ ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି। ସିଧାସଳଖ ପ୍ରତିକ୍ରିୟା ନେବା କେମିତି ମହାପ୍ରଭୁଙ୍କୁ ଆଜି କେସି ଦର୍ଶନ ହୁआ ଆପଣ କେମିତି ଦର୍ଶନ କଲେ? ବହୁତ ବଢିଆ। କେମିତି ମହାପ୍ରଭୁଙ୍କର ସେଠି ଭିଡ଼ ଥିଲା ବିଶେଷ ପ୍ରବଳ ଭିଡ଼ ଅଛି ଆଉ ନୂଆ ବର୍ଷ ପାଇଁ ଭିଡ଼ ଅଛି। ନୂଆ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହଉ ଏହା ଜଗନ୍ନାଥଙ୍କ ପାଖରେ ଜଣେଇକି ଆସିଲୁ। ଆପଣ ସୁନ୍ଦର ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିଲେ? ନାଇଁ ଖାଲି ଜଷ୍ଟ ଟିକେ ଦେଖିକି ଆସିଲୁ। ବାହାର କାଠ ପାଖରେ ଦର୍ଶନ ବ୍ୟବସ୍ଥା ବାହାର କାଠ ଭିତରକୁ ଯାଉ ଯେହେତୁ ବାହାର କାଠ ପାଖରେ ଦର୍ଶନ ବ୍ୟବସ୍ଥା ହେଉଛି ମହାପ୍ରଭୁଙ୍କୁ ମଧ୍ୟ ସାନ୍ନିଧ୍ୟ ଲାଭ କରୁଛନ୍ତି ଦର୍ଶନ କରୁଛନ୍ତି ଏବଂ ଯେହେତୁ ନୂଆ ବର୍ଷ ଅଛି ଏବଂ ଆସନ୍ତାକାଲି ମଧ୍ୟ ବାହାର କାଠ ପାଖରୁ ଦର୍ଶନ ବ୍ୟବସ୍ଥା ହେଇଛି ଭକ୍ତମାନେ କେମିତି ଭାବେ ଶ୍ରଦ୍ଧାଳୁମାନେ ସମସ୍ତେ ମହାପ୍ରଭୁଙ୍କୁ ସୁନ୍ଦର ଭାବରେ ଦର୍ଶନ କରିପାରିବେ ସେ ନେଇକି ମଧ୍ୟ ଦର୍ଶନ ବ୍ୟବସ୍ଥା କରାଯାଇଛି। ବିବର୍ତ୍ତନ ଭକ୍ତମାନେ ବି ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଉଛନ୍ତି। କିଛି ଦର୍ଶନ କରିକି ଆମେ ଆସିଛୁ ଭୁବନେଶ୍ୱରରୁ ବର୍ଷର ଶେଷ ଦିନ ଠାକୁରଙ୍କୁ ଦର୍ଶନ କରିକି ଯିବୁ
केमती आगामी वर्षटा केमती हमर भलरे कटिबो ଆପଣ କେମିତି କ'ଣ କହିବେ ମହାପ୍ରଭୁଙ୍କ ଦର୍ଶନ କରିବା ନୂଆ ବର୍ଷ ତ ସରୁଛି ସେଇ ପ୍ରଭୁଙ୍କ ପାଖକୁ ଆସୁଛୁ ଶେଷ ଦର୍ଶନ କରିବୁ ପୁଣି ମହାପ୍ରଭୁଙ୍କ ପାଖେ ବର୍ଷ ସରୁଛି ମହାପ୍ରଭୁଙ୍କର ଅନ୍ତିମ ଦିବସ ବର୍ଷର ଶେଷ ଦିନରେ ବି ଦର୍ଶନ କରିବା ପାଇଁ ତ ଇଏ ହଉଛି ଥିଲା प्रदीप या सहित जदि देखा जे जो रूपा छाउनी करा जाउची विशेष भाव में नुआ वर्ष को लक्ष्य रखी आपण देखिए सिंहद्वार गुमुट भितर जो पतित पावनकर मंदिर रही ताकू मध्य रूपा छाउनी करा जाइछि एवं जो बंध रही ताकू मध्य रूपा छाउनी करा जाइछि ये बेस आकृष्ट करूची कि भक्त मानकु श्रद्धालु मानकु काहेकि ना जो भाव में सुंदर भाव में आपण देखुचे शंख चक्र गदा पद्म सुसज्जित होइछि से रूपा छाउनी भितर ଆପଣ ଦେଖିପାରୁଥିବେ କ୍ୟାମେରା ପର୍ସନ ସୋମନାଥ ବି ମଧ୍ୟ ଦେଖାଉଛନ୍ତି ଆପଣଙ୍କୁ ଯୋଉ ରୂପା ଛାଉଣି କରାଯାଇଛି ରୂପା ଛାଉଣି ପାଇଁକା ବହୁତ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା ନୂଆ ବର୍ଷରେ ପତିତ ପାବନଙ୍କର ଗୁମୁଟ କୁ ମଧ୍ୟ ରୂପା ଛାଉଣି କରାଯାଇଛି ଉପରେ ବି ମଧ୍ୟ ଘଡ଼ି ଚାଲୁଛି ଆପଣ ଦେଖିପାରୁଥିବେ 1:10 ସମୟ ବର୍ତ୍ତମାନ ହେଇଛି ସେଠି ବି ମଧ୍ୟ ରୂପା ଛାଉଣି ହେଇଛି ଦ୍ୱାରରେ ଗୁମୁଟ ଭିତରେ ଦ୍ୱାରରେ ପତିତ ପାବନଙ୍କର ବି ମଧ୍ୟ ଗୁମୁଟ ବି ମଧ୍ୟ ରୂପା ଛାଉଣି କରାଯାଇଛି ଆହୁରି ମଧ୍ୟ କିଛି କାମ ବି ମଧ୍ୟ ବାକି ଅଛି ତାକୁ ବି ମଧ୍ୟ ସମ୍ପୂର୍ଣ୍ଣ କରାଯିବ ଆଉ ରୂପା ଛାଉଣି ଯେହେତୁ ହେଉଛି ସମସ୍ତେ ଭକ୍ତମାନେ ଯୋଉଟା ଆସୁଛନ୍ତି ସମସ୍ତେ ପତିତ ପାବନଙ୍କ ପାଖରେ ମୁଣ୍ଡିଆ ମାରି ନିଶ୍ଚିତ ଭାବରେ ଆପଣ ଦେଖିପାରୁଥିବେ ଭକ୍ତମାନେ ମଧ୍ୟ ସେ ରୂପା ଛାଉଣିକୁ ମଧ୍ୟ ଦେଖୁଛନ୍ତି ବିମୋହିତ ହେଉଛନ୍ତି ଅତି ସୁନ୍ଦର କାରୁକାର୍ଯ୍ୟ ବି ମଧ୍ୟ ରହିଛି ରୂପା ଛାଉଣିରେ ଏବଂ এই କାମ ବି ମଧ୍ୟ ଆଗକୁ ବି ମଧ୍ୟ ଜାରି ରହିବ କାରଣ ସିଂହଦ୍ୱାର ଅନ୍ୟ ଦ୍ୱାର ସବୁ ମଧ୍ୟ ଭିତରେ ମଧ୍ୟ ରୂପା ଛାଉଣି ହେଇଛି ସାତ ଦ୍ୱାର ଆପଣ ବି ମଧ୍ୟ ସିଂହଦ୍ୱାର ବି ମଧ୍ୟ ରୂପା ଛାଉଣି କରାଯାଇଥିଲା ପୂର୍ବରୁ ଏବେ ବି ମଧ୍ୟ ପତିତ ପାବନଙ୍କର ଗୁମୁଟର ଯୋଉ ପତିତ ପାବନଙ୍କ ମନ୍ଦିର ଅଛି ତା ଭିତରେ ତାକୁ এবং আসন্তা কালি সুদ্ধা সম্পূর্ণ রূপা ছাউনি কাম শেষ করা লক্ষ্য রক্ষিছে প্রশাসন এপটে শ্রদ্ধালু মানে কিভাবে শৃঙ্খলিত ব্যবস্থিত দর্শন করে সেপাই সবু প্রকার প্রস্তুতি করা যাইছে এবং সমস্তে সে কামনা করছেন প্রদীপ যে চলিত বর্ষ তো যেমিতি যাহা ঘটিছি কিন্তু 2025 বর্ষ সুখ সমৃদ্ধির বর্ষ হো এবং মহাপ্রভুଙ୍କ নিকটরে ইহা প্রার্থনা সমস্তে করছেন। বহুত বহুত ধন্যবাদ প্রদীপ মহান্তি আম পুরী ব্যুরো চিফ আম সহিত अधिक আলোচনা করলে।